ଦୁଃଖ ଦୁଃଖ ଜୀବନର ଏମିତି ଏକ ହାତୁଡ଼ି ପ୍ରହାର, ତାକୁ ଯିଏ ସହିଛି ନା ସେ ଆଗକୁ ବଢ଼ିଛି, ଯିଏ ତାକୁ ସହିପାରେନି ସେ ପଛରେ ପଡ଼ିଯାଇଛି। ଦୁଃଖ ନଥିଲେ ସୁଖର ମୂଲ୍ୟ କିଛି ନାହିଁ, ମୂଲ୍ୟ ବୁଝି ହୁଏ ନା। ଆଜିର ମଣିଷ ଟିକେ ଦୁଃଖ ଆସିଲେ ବିବ୍ରତ ହେଇଯାଉଛନ୍ତି, ବିଚଳିତ ହେଇଯାଉଛନ୍ତି। କିଏ କହୁଛନ୍ତି ମରିଯିବି, କିଏ କହୁଛି ମରିଯାଆନ୍ତି, ଏମିତି। କିନ୍ତୁ ସେମାନେ ଭାବୁନାହାନ୍ତି ଯେ ଏ ଲୀଳା ତ ଭଗବାନଙ୍କ ଠାରୁ ଆରମ୍ଭ ହେଇଛି। ସ୍ୱୟଂ ଭଗବାନ ଜଗନ୍ନାଥ 12 ବର୍ଷ ଭିକ ମାଗିଥିଲେ, ଖୁସିରେ ଭିକ ମାଗିଥିଲେ, ଦୁଃଖ ନଥିଲା ତାଙ୍କ ଜୀବନରେ। ଆଉ ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ, କ'ଣ ଖୁସିରେ ଯାଇଥିଲେ? ଏହା କ'ଣ ଦୁଃଖ ନଥିଲା? ସ୍ୱୟଂ ଶ୍ରୀକୃଷ୍ଣ ଗୋଟେ ମା ପାଖରୁ ଜନ୍ମ ହେଲେ ଆଉ ଗୋଟେ ମା ପାଖକୁ ଗଲେ, ଏମିତି ବି ଜାରା ଶବର ତାକୁ ସର ବିନ୍ଧାଇଲା, ସେ ସେଠି ପୂଜା ପାଇଲେ, ଯେତେ ଇଏ କଲେ, ତାଙ୍କ ଜୀବନରେ ଦୁଃଖ ନଥିଲା? ଦୁଃଖ ସହିଲେ ହିଁ ସୁଖର ସମୟଟାକୁ ଉପଭୋଗ କରିହୁଏ। ତେଣୁକରି ଦୁଃଖ ସମୟରେ ବିଚଳିତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ। ଦୁଃଖକୁ ସହିବା ଶିଖିଲେ ସୁଖକୁ ଉପଭୋଗ କରିବା ସହଜ ହୁଏ। ସୁଖ ହେଉଛି ଏକ ମୁହୂର୍ତ୍ତ, ଦୁଃଖ ହେଉଛି ଏକ ପରୀକ୍ଷା। ଦୁଃଖ ସମୟରେ ଧୈର୍ଯ୍ୟ ଧରନ୍ତୁ, ଭଗବାନ ଉପରେ ବିଶ୍ୱାସ ରଖନ୍ତୁ।